ଗୁମା ବ୍ଲକରେ ଚରମ ସୀମାରେ ପହଞ୍ଚିଲା ଦାଦନ ଦୁଃଖ। ଅଷ୍ଟମ ଶ୍ରେଣୀରୁ ପାଠ ଛାଡ଼ି ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ ଦିଲକାଶ। କଲମ ଧରି ପାଠ ପଢ଼ିବା ବୟସରେ ଦାଦନ ଖଟିବାକୁ ଯାଇ ମୃତ୍ୟୁବରଣ କରିଛନ୍ତି ଦିଲକାଶ ଶବର ପିତା ଦୁକାନ ଶବର। ନିଜ ଗ୍ରାମ ଅଙ୍ଗେଇଡ଼ା ହୋଇଥିଲେ ମଧ୍ୟ ଦୀର୍ଘ ବର୍ଷ ହେଲା ପରିବାର ସହିତ ନାମନଗଡ଼ ପଞ୍ଚାୟତର ଶରଧାପୁର ଗ୍ରାମରେ ବସବାସ କରୁଥିଲେ। ବୟସ 15 ବର୍ଷ। 2023-24ରେ ନାମନଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ ଦିଲକାଶ। ପରିବାରର ଦାରିଦ୍ର୍ୟତାକୁ ପାଖରୁ ଦେଖି ସହିପାରିଲେନି ଦିଲକାଶ ଏବଂ ବାହାରି ପଡ଼ିଲେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ରାଜମହେନ୍ଦ୍ରୀକୁ। ଭାବିଥିଲେ କାମ କରି କିଛି ଟଙ୍କା ଘରକୁ ପଠାଇଲେ ଖୁସିରେ ଚଳିଯିବେ, କିନ୍ତୁ ବିଧିର ବିଧାନ ଥିଲା ଓଲଟା। ସେଠାରେ ରାସ୍ତା କଡ଼ର ଗୋଟିଏ କୋଠା ନିର୍ମାଣ କାମ କରୁଥିବା ସମୟରେ ଏକ ଗାଡ଼ି ଆସି ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ଆନ୍ଧ୍ରପ୍ରଦେଶ ପୋଲିସ ପହଞ୍ଚି ଶବକୁ ଜବତ କରି ତଦନ୍ତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଆଜି ଶବ ଗ୍ରାମରେ ପହଞ୍ଚିଲା ବେଳେ ଗ୍ରାମରେ ପରିବାର ଓ ପରିଜନର କାନ୍ଦବୋବାଳିରେ ଗାଁ ଫାଟି ପଡ଼ୁଥିଲା। ନିଜ ପୁଅକୁ ହରାଇ ବାପା ମା ଭାଙ୍ଗି ପଡ଼ିଥିବା ସହ କୋହଭରା କଣ୍ଠରେ ସରକାର ଆମକୁ ସାହାଯ୍ୟ କରନ୍ତୁ ବୋଲି ଆକୁଳ ନିବେଦନ କରିଛନ୍ତି। ଗୁମାରୁ ସୁରେଶ ନାଗଙ୍କ ରିପୋର୍ଟ, ONI ନ୍ୟୁଜ୍।